କାଲି ଆମେ ଯୋଉ ଯାହା ବିଶେଷ ସୂତ୍ରରୁ ଖବର ପାଇଥିଲୁ ଗୋଟେ ଆମର ଅମ୍ବିକାପଡ଼ା ଏକ ରେଣ୍ଟେଡ୍ ଘରେ ଜଣେ ବ୍ୟକ୍ତି ସେଠି ରହି ଆଉ ନକଲି ମଦ ପ୍ରସ୍ତୁତ କରିବାର ଖବର ପାଇଲୁ। ଆଉ ସେଠି ଯାଇକି ପହଞ୍ଚିବା ପରେ ସେଠି ଜଣେ ବ୍ୟକ୍ତି ଥିଲେ, ତାଙ୍କ ନାଁ ହେଉଛି ଅନିଲ ସାମଲ ଏବଂ ତାଙ୍କଠାରୁ ଯାହାର ମଦ ସବୁ ନକଲି ମଦ ଡୁପ୍ଲିକେଟ୍ ମାଲ ଆଉ ଆମର ଡୁପ୍ଲିକେଟ୍ ଇଏଲ୍ ଡୁପ୍ଲିକେଟ୍ ଆଉ କର୍କ ଆଉ ଖାଲି ବୋତଲ ସବୁ ଜବତ କରାଯାଇଥିଲା ଏବଂ ତାଙ୍କର ଷ୍ଟେଟମେଣ୍ଟରେ ଆଉ ଆମର 18 ବାଙ୍କି ଫରେନ୍ ଲିକର ଦୋକାନରେ ଏକ ଅଥରାଇଜ ସେଲ୍ସମ୍ୟାନ୍ ତାଙ୍କ ପାଖରେ ଯିଏ ରହୁଥିଲେ ଆଉ ତାଙ୍କ ନାଁ ହେଉଛି ଗଡ଼ବିନ ମହାନ୍ତି। ଆଉ ସେଠି ଆମେ ଆସି କାଲି ପହଞ୍ଚି ସେଠି ଆମେ ସନ୍ଧ୍ୟାରେ 6ଗୋଟି ଆମର ଡାଉଟ୍ ହେଇଛି 6ଗୋଟି ବୋତଲ ଯାହାକି ତା ଇଏଲ୍ ଗୁଡ଼ିକ ମାନେ ଡୁପ୍ଲିକେଟ୍ ଜଣାପଡ଼ୁଛି, କାରଣ ଆମେ ସେଠି ଯେଉଁ ରେଣ୍ଟେଡ୍ ହାଉସ୍ରେ ଯେଉଁ ଇଏଲ୍ ଗୁଡ଼ିକ ପାଇଥିଲୁ এই ইয়েল সহিত ইয়ে সমান ଥିଲା ସେ 6ଗୋଟି ଆମେ ସେଇ 6ଗୋଟି ସାମ୍ପଲକୁ ସେଥିରୁ ଆମେ କେମିକାଲକୁ ଆଜି ପଠାଯିବ। ସେ କେମିକାଲରୁ ପଠା ଆସିଲା ପରେ ଯାହା ଜଣାପଡ଼ିବ ଆଉ ଆମର ଆଜ୍ ପର୍ ରୁଲ୍ ହିସାବରେ ଏକ୍ସାଇଜ୍ ରୁଲ୍ ହିସାବରେ ଆମର କଲେକ୍ଟରଙ୍କ ନିର୍ଦ୍ଦେଶରେ ଆଜି ଟେମ୍ପୋରାରୀ ଦୋକାନଟିକି ଆମର ଆସିଷ୍ଟାଣ୍ଟ ତହସିଲଦାର ଆମର ପାୟଲ ପ୍ରିୟଦର୍ଶୀ ମ୍ୟାଡ଼ାମଙ୍କ ସମ୍ମୁଖରେ ଆଜି ସେ ଗୁଡ଼ିକ ସିଲ୍ କରାଯାଉଛି ଦୋକାନଟିକି। ଦି ଜଣ କାଲି ଆରେଷ୍ଟ ହେଇଛନ୍ତି, ଆଜି ସେ ଫରୱାର୍ଡ ହେବେ ଆଉ ନାଇଁ ଆମର 2 ଜଣ ଗୋଟେ ରେଣ୍ଟେଡ୍ ହାଉସ୍ ଜଣକୁ ଧରା ହେଇଛି ଆଉ ଦୋକାନରୁ ଗୋଟେ ଅଥରାଇଜ ସେଲ୍ସମ୍ୟାନକୁ ଧରା ହେଇଛି। সেটা সেটিকা রেন্টেড হাউসরে নকলি মদ প্রস্তুত করা যাইଥିଲା ଆଉ ଏଠି ଆମେ 6ଗୋଟି ଯୋଉ ପାଇଥିଲୁ ସେଟା ଆମର ଡାଉଟ୍ ହେଉଛି, ସେଟା ଆମେ କେମିକାଲ ପଠେଇଛୁ, କେମିକାଲ ରିପୋର୍ଟ ଆସିଲା ପରେ ଜଣାପଡ଼ିବ। ବର୍ତ୍ତମାନ ଆମେ ଟେମ୍ପୋରାରୀ କଲେକ୍ଟର ସାର୍ଙ୍କର ନିର୍ଦ୍ଦେଶରେ ଆମେ ଆଜି ଟେମ୍ପୋରାରୀ ତାକୁ ବନ୍ଦ କରୁଛୁ। সেটা ଆମ ଜାଣିବାରେ ସେଟା ସେ କେନ୍ଦ୍ରାପଡ଼ା ଅଞ୍ଚଳରୁ ସେ ସବୁ ଆବଶ୍ୟକୀୟ ଉପକରଣ ଯାହା ନକଲି ମଦ ପ୍ରସ୍ତୁତ ପାଇଁ ଆବଶ୍ୟକୀୟ ଉପକରଣ ସେଠୁ ସେ କେନ୍ଦ୍ରାପଡ଼ାରୁ ଆଣେ ଆଉ ସେଟା କିଛି ଦିନ ହେଲା ବିଗତ କିଛି ଦିନ ହେଲା ସେ ତାର କାମ ଜାରି ରଖିଥିଲା ଆଉ ନାଇଁ ବର୍ତ୍ତମାନ ମୋ ଜାଣିବାରେ ମୁଁ ଆସିଲା ପରେ ଏଇ ଗୋଟେ ଦୋକାନ ଉପରେ ମୋର ପୁରା ଗୋଟେ ଦୋକାନ ଏଇ ଯୋଉ ଏଇ ଗୋଟିଏ ଦୋକାନ ଉପରେ ମାନେ ଏମିତି ଡାଉଟ୍ ହେଇନଥିଲା, କିନ୍ତୁ ଏଇ ଯୋଉ ପିଲାଟି ଆଗରୁ ଏଇ ଦୋକାନରେ ଥିଲା କିନ୍ତୁ ସେ ତାର ଆମର ତା ପ୍ରତି ଆମର ଆଗରୁ ନଜରରେ ଥିଲା ଆଉ ସେଥିପାଇଁ ତାର ଘରୁ ଆମେ ତାର ରେଣ୍ଟାଲ ଘରୁ ତାକୁ ଆମେ ଇଏ କଲୁ ଜବତ କଲୁ। ସେ ଆମେ ଯାହା ଜାଣିବାରେ ତାର ଷ୍ଟେଟମେଣ୍ଟରୁ ଯାହା ତା କହିବା ଅନୁସାରେ ସେ କିଛି ପାରାଦୀପ ଅଞ୍ଚଳରେ ଦିଏ ଆଉ କିଛି ଆମର କେନ୍ଦ୍ରାପଡ଼ା ଅଞ୍ଚଳରେ ଦିଏ ଆଉ କିଛି ମଦ ସେ ଯୋଉ ତାର ଷ୍ଟେଟମେଣ୍ଟ ଦେଉଛି ଯେ ଏଇ ପାରାଦୀପ ଅଞ୍ଚଳରେ କିଛି ମଦ ବିକ୍ରି କରେ। ମାଷ୍ଟର ମାଇଣ୍ଡ ହେଉଛି ସେ ଅନିଲ ସାମଲ। ତାର ପୂର୍ବରୁ କଟକରେ ତାଙ୍କ ଘରୁ ସିଜ୍ କରାଇବା ତା ବାପା ମାଆଙ୍କୁ ଧରା ହେଇଥିଲା, ଆମର କଟକ ମୋବାଇଲ ଟିମ୍ ଧରିଥିଲେ, ଜୁନ୍ ମାସରେ ଧରିଥିଲେ, ତା ବାପା ମାଆ ଏଥିରେ ଆରେଷ୍ଟ ହେଇଥିଲେ।